ମୁଁ କହିଲି ଆପଣ ଏ ଯାତ୍ରା କଳାକାରଙ୍କୁ ଯୋଉ କୁକୁର କହିଲେ ଏଇଟା କୁ ନିନ୍ଦା କରୁଛନ୍ତି ଯାତ୍ରା କଳାକାର ସଂଘ କାହିଁକି ଏପରି କହିଲେ? କଳାକାର ସେମିତି କର୍ମ କଲେ ବୋଲି କହିଲେ। ସେଭଳି କଣ କହୁନାହାନ୍ତି କଣ ସେମିତି? ଟିକିନା ପାଣିଗ୍ରାହୀ ଜଣେ କଳାକାର। ଆଜ୍ଞା ତାକୁ ଆମର 7 ଜଣ ଚାକିରି ଦେଲାନି। ଆଜ୍ଞା ମତେ ଖୁସାମତ କରି ମୁଁ ତାକୁ ନାଣ୍ଡୁ ବାବୁ ପାଖରେ 8 ଲକ୍ଷରେ ଚାକିରି କରେଇଦେଲି। ଆଜ୍ଞା 2 ଲକ୍ଷ ଟଙ୍କା ଆଡଭାନ୍ସ ନେଲା। ହୁଁ ନାଣ୍ଡୁ ବାବୁ ପାଖକୁ କଣ ଯିବ ଯାଇକି ପହଞ୍ଚିଲାଣି ଯୋଉ ରାଜନନ୍ଦିନୀରେ। ଆଚ୍ଛା ବୁଝିଲ ଆଚ୍ଛା ଏଇ ଘଟଣାକୁ ନେଇ କହିଲେ। ମୁଁ ଏଇ ଘଟଣା ନେଇ କହିଲି। କୋଉ କଳାକାରକୁ ବିଶ୍ୱାସ କରିବି ସବୁ କହୁଛି ଚାକିରି କରି ଚାକିରି କରିଲା ପରେ ଏଇ କଥା ଯାଉନ୍ତି। କରୋନାଠୁ ସବୁ କଳାକାରଙ୍କୁ ମୁଁ ପଇସା ଦିଆଯାଇଛି କାହାକୁ ସାହାଯ୍ୟ ନ କରିଛି। ପ୍ରତି ପାଟିରେ ଯଦି କହିଦବ ମୋର 5 ଲକ୍ଷ 3 ଲକ୍ଷ ତା ପାଟିରେ ପଡିଛି। କରୋନାଠୁ ମୁଁ ଆଜ୍ଞା କଳାକାରକୁ ଏତେ ଭଲ ପାଏ ଏ କଥା କାହିଁ କହିଦଉଛି। ଆଁ ମୁଁ ବା ଜଣେ କଳାକାର। ମୁଁ ବି ଆଜ୍ଞା ଯାତ୍ରା ପାର୍ଟିରେ ଚାକିରି କରିଥିଲି ମୁଁ କଳାକାର ମୁଁ ଆଜି ସିନା ମାଲିକ ହେଇଛି ମୁଁ କାଲି ଯାତ୍ରା ପାର୍ଟିରେ କଳାକାର ଥିଲି। ମତେ ସେତିକି ବାଧିଲା ବୋଲି ମୁଁ କହିଥିଲି ଖାଲି ତାକୁ ତ କହିନି ମାଲିକଙ୍କୁ ବି କହିଛି। ବୋଲେ ଅନାମଧେୟ ମାଲିକ ଗୁରାଙ୍କର ବୋପା ମାରି ଠିକ ନାହିଁ କମିଟି ଆଜ୍ଞା ଆଚ୍ଛା କଳାକାର ଯଦି ତମର ସଂଘ ଅଛି ତମେ ଗୋଟାଏ ଜାଗାରେ ପଇସା ନେଇ 3 ଜାଗାରେ ଯାଉଛ। ଆଚ୍ଛା ହଁ ହଁ ହଁ। ଏମିତି ଯେହେତୁ ଅଶୋଭନୀୟ କଥା କୁକୁର ବୋଲି ସେଉ ଟିକେ ନିନ୍ଦା କରୁଛନ୍ତି ସମସ୍ତେ। ନିନ୍ଦା ତ କରୁଛନ୍ତି ଆଉ ସେ କର୍ମ କାହିଁ କରୁଛନ୍ତି। ଯେତେବେଳେ ଚାକିରି ନଥିବ କୁକୁର ଭଳିଆ ହେବେ ଚାକିରି ପାଇଗଲେ ତମେ କିଏ ନା ସିଏ କିଏ। ଆଚ୍ଛା କାଲି 4 ଜଣ କଳାକାରଙ୍କୁ ମୁଁ ଚାକିରି କରେଇ ଦେଇଛି ବୁଝିଲେ ବାବୁ। ଆଜ୍ଞା ଦୁର୍ଗା ମନ୍ଦିର ଯୋଉ ଦୁର୍ଗା ମନ୍ଦିରରେ ଆଜ୍ଞା କାଲି 4 ଜଣ କଳାକାରଙ୍କୁ ମୁଁ ଚାକିରି କରେଇ ଦେଇଛି। ଓହୋ ଯଦି ମୋର କଳାକାର ପ୍ରତି ସେ ଇଏ ନଥାନ୍ତା ମୁଁ କାହିଁକି ତାଙ୍କ ପାଇଁ ଚାକିରି କରେଇଥାନ୍ତି। ଆଚ୍ଛା ଆପଣ ସାର୍ ଆଚ୍ଛା ଏଇ କୋଉଠି ଯୋଉ ଅଛନ୍ତି ପାଢୀ ଏବେ? ବାବୁ ଆଜ୍ଞା ଯୋଉ ସିଂହ ବାହିନୀ ପାଢୀ ବାବୁ ମୋର ଆଜ୍ଞା 50 ଲକ୍ଷ ଟଙ୍କା ଲସ୍ କଲାଣି ସେ ମୋ କଳାକାରକୁ ବଢେଇ ଦଉଛି ମୁଁ ତାଙ୍କୁ ପୁଣି ରଖୁଛି। ଓହୋ ମୁଁ ଆଜ୍ଞା ତ ତାଙ୍କୁ କହିଛି ଯାତ୍ରା ଇଣ୍ଡଷ୍ଟ୍ରି ନଷ୍ଟ କରୁଛି ପାଢୀ ବାବୁ। ଆଚ୍ଛା ମୁଁ ତ କହିଛି ନାଣ୍ଡୁ ବାବୁ କଳାକାର ତିଆରି କରୁଛି କାଳିଆକୁ ନେଇଯାଉଛି। ମୁଁ ତ ଜଣଙ୍କୁ କହିନି। କଳାକାର ଦୀପକ ଜେନା ନାଟକ ଆସୁ ମହାପାତ୍ର କପି କରୁଛି ଏ କଥା ବି କହିଛି। ଆଜ୍ଞା ମୁଁ ଆପଣ କଣ ସାର୍ ଏଇନେ କଳାକାରକୁ କୋଉଠି ଭଲ ପାଏନି ଅଛନ୍ତି? ମୁଁ କଳାକାରକୁ ଭଲ ପାଏନି ବୁଝିଲ। ଆଜ୍ଞା ଯାତ୍ରା ଇଣ୍ଡଷ୍ଟ୍ରି ସାରା ଆଜ୍ଞା ଏଇ ପିୟୁଷ ତ୍ରିପାଠୀ ପକ୍ଷରେ ଏପର୍ଯ୍ୟନ୍ତ ମୋର 70,000 ଅଛି କରୋନାରେ ମୁଁ ଦେଇଥିଲି ତା ଗାଡି ଛଡେଇ ନଉଥିଲେ। ପ୍ରତାପ ମ୍ୟାନେଜର ଗାଡି ଛଡଉଥିଲେ ମୁଁ ପଇସା ଦେଇଛି। କୁନା ରଞ୍ଜି କୁନା ପୁଅର ଡେଲିଭରି ହବ ପଇସା ଦେଇଛି। ବୈକୁଣ୍ଠ ବାରିକର ପୁଅ ପାଠ ପଢିବ ପଇସା ଦେଇଛି। ରତି ମିଟୁନା ଘର କିଣିବେ ପଇସା ଦେଇଛି। ଏପଟେ ଦେଇ ପଇସା ପାଇନି। କାହାକୁ ସାହାଯ୍ୟ କୋଉ କଳାକାର ମୁଁ କରିନି। ଏତେ ସବୁ ସତ୍ୟ ବି ଏଇଭଳିଆ। ଆଜ୍ଞା ହଉ ଆଜ୍ଞା ହଉ ହଉ ଆପଣ କୋଉଠି ଅଛନ୍ତି ସାର୍ ଏବେ? ମୁଁ ଟିକେ ଅଛି ବନ୍ଧୁ ଘରକୁ ଯାଇଛି।